ଈଶ୍ୱରଙ୍କ ମହାନାମର ଗୌରବ ହଉ। ସେହି ଜୀବନ୍ତ ପରମେଶ୍ୱର ନିତ୍ୟ ନିତ୍ୟ ଆମ୍ଭମାନଙ୍କର ଯତ୍ନ ତତ୍ତ୍ୱ ନେଉଅଛନ୍ତି। ଧର୍ମୀୟ ଜୀବନରେ ପ୍ରତ୍ୟେକ ଧର୍ମାବଲମ୍ବୀ ଆପଣା ଆପଣା ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ପଥକୁ ଆପଣାଇଥାନ୍ତି। ତହିଁ ମଧ୍ୟରୁ ଉପାସନା ପୂଜା ଅର୍ଚ୍ଚନା ଏକ ପ୍ରମୁଖ ବିଷୟ ଅଟେ। ଉପାସନା ମାଧ୍ୟମରେ ମନୁଷ୍ୟ ଈଶ୍ୱରଙ୍କ ପ୍ରତି ଥିବା ଆପଣା ଭକ୍ତିଭାବକୁ ଦର୍ଶାଇଥାଏ। ଏଣୁ ଲୋକେ ବିଭିନ୍ନ ମାଧ୍ୟମରେ ପୂଜା ଉପାସନା କରିଥାନ୍ତି। ବଳିଦାନ ହେଉ, ଉପବାସ ହେଉ, ପ୍ରାର୍ଥନା ହେଉ, ଜପ ହେଉ, କୀର୍ତ୍ତନ ହେଉ। ଉପାସନା ଦ୍ୱାରା ଆମେ ଆପଣା ଧର୍ମୀୟ ଜୀବନକୁ ପ୍ରମାଣ ଦେଇଥାଉ। ପ୍ରିୟ ଈଶ୍ୱରଙ୍କ ସନ୍ତାନ ସନ୍ତତିମାନେ ଉପାସନାରେ ଆପଣାର ବହୁମୂଲ୍ୟ ବିଷୟକୁ ସମର୍ପଣ କରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରାଯାଇଥାଏ। କିନ୍ତୁ କେଉଁ ପ୍ରକାର ଉପାସନାରେ ପରମେଶ୍ୱର ସନ୍ତୁଷ୍ଟ ହେବେ? ସଦାପ୍ରଭୁ ଆମୋସଙ୍କ ପୁସ୍ତକରେ କହିଲେ, ଆମୋସ 5:21-22 ମଧ୍ୟରେ ଲେଖାଯାଏ, ଆମ୍ଭେ ତୁମ୍ଭମାନଙ୍କର ପର୍ବ ସବୁ ଘୃଣା କରୁ, ତାହା ତୁଚ୍ଛ କରୁ। ତୁମ୍ଭର ମହାସଭାରେ ଆମେ ସନ୍ତୁଷ୍ଟ ନହୁଁ। ଆମ୍ଭ ନିକଟରେ ତୁମ୍ଭମାନଙ୍କର ହୋମବଳି ଅଭୈକ୍ୟ ନୈବେଦ୍ୟ ଉତ୍ସର୍ଗ କଲେ ହେଁ ଆମ୍ଭେ ତାହା ଗ୍ରାହ୍ୟ କରିବା ନାହିଁ। ତାମାନେ ପରମେଶ୍ୱର ବାହିକ ବିଷୟର ବଳିଦାନରେ ସନ୍ତୁଷ୍ଟ ନୁହନ୍ତି। ଆକ୍ଷରିକ ନିୟମ ଅନୁସାରେ କରାଯାଉଥିବା ଉପାସନାରେ ପରମେଶ୍ୱର ସନ୍ତୁଷ୍ଟ ନୁହନ୍ତି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଯେଉଁ ସମୟରେ ଭାବବାଦୀ ଆମୋସ ଭାବବାଣୀ ପ୍ରକାଶ କଲେ, ତାହା ଇସ୍ରାଏଲ ଇତିହାସର ଏକ ସିଲଭର ଏଜ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ଖ୍ରୀଷ୍ଟପୂର୍ବ 760ରୁ 750 ମଧ୍ୟରେ ଇସ୍ରାଏଲୀୟମାନେ ମେଟେରିଆଲ ପାୱାର ଓ ଇକୋନୋମିକ ପ୍ରସ୍ପେରିଟିରେ ଶୀର୍ଷ ସ୍ଥାନରେ ଥିଲେ। ସେମାନଙ୍କ ଲିଭିଂ ଷ୍ଟାଇଲ, ସେମାନଙ୍କ ଲାଇଫ ଷ୍ଟାଇଲ ଅତି ଉନ୍ନତ ଧରଣର ଥିଲା। ଆମୋସ 6:4 ପଦରେ ଲେଖାଯାଏ, ହସ୍ତି ଦନ୍ତର ଶଯ୍ୟାରେ ସେମାନେ ଶୟନ କରୁଥିଲେ। 6:5 ଅନୁସାରେ ସେମାନେ ଅନେକ ଉପଭୋଗୀୟ ବିଷୟ ପ୍ରତି ଆକୃଷ୍ଟ ଥିଲେ। କିନ୍ତୁ ସେମାନଙ୍କର ନୈତିକ ଜୀବନ ଓ ମାନବୀୟ ଜୀବନ ସମ୍ପୂର୍ଣ୍ଣ କଳୁଷିତ ହୋଇଯାଇଥିଲା। ଆମୋସ 2:6 ପଦରେ ଲେଖାଯାଏ, ସେମାନେ ରୂପା ପାଇଁ ଧାର୍ମିକକୁ ଓ ଏକ ଯୋଡ଼ା ପାଦୁକା ପାଇଁ ଦିନହୀନକୁ ବିକ୍ରୟ କରିଅଛନ୍ତି। ତାମାନେ ଏମାନେ ଏକ ମଣିଷକୁ ମଣିଷ ପରି ନୁହେଁ, ବସ୍ତୁ ପରି ବ୍ୟବହାର କରୁଥିଲେ। ଏକ ଯୋଡ଼ା ପାଦୁକା ପାଇଁ ବୋଲି ମଣିଷକୁ ବିକିବା। ତାମାନେ ଦରିଦ୍ରର ମୂଲ୍ୟ ଏଇ ଲୋକମାନଙ୍କର ଦୃଷ୍ଟିରେ ପାଦୁକା ଠାରୁ ମଧ୍ୟ ନିମ୍ନ ଥିଲା। ଆପଣ ଯେକୌଣସି ରେଟ୍ର ପାଦୁକା କିଣିଲେ ତାହାର ସ୍ଥାନ କେବଳ ଧୂଳି ସହିତ ସଂଯୁକ୍ତ ହୋଇକି ଥିବ। କିନ୍ତୁ ଏମାନେ ସେହି ପାଦୁକାକୁ କିଣିବା ପାଇଁ ମଣିଷମାନଙ୍କୁ ବିକ୍ରୟ କରୁଥିଲେ। ଦରିଦ୍ରକୁ, ଦିନହୀନକୁ, ଧାର୍ମିକକୁ ବିକ୍ରୟ କରୁଥିଲେ। ତାମାନେ ଏମାନଙ୍କର ଦୃଷ୍ଟିରେ ଦରିଦ୍ରର ସ୍ଥାନ ସେମାନଙ୍କ ପାଦର ପାଦୁକା ଠାରୁ ମଧ୍ୟ ତଳେ ଥିଲା। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ନିଜର କିଛି ଆବଶ୍ୟକୀୟ ଉପଭୋଗ କରିବା ବିଷୟକୁ ପାଇବା ପାଇଁ ଜଣକ ଜୀବନ ନଷ୍ଟ କରି ଦେଉଥିଲେ। ଆଜିର ପରିସ୍ଥିତି ମଧ୍ୟ ସେହିପରି। ଲୋକଙ୍କ କିଛି ବିଷୟ ପାଇବା ପାଇଁ ମଣିଷ ପଣକୁ ସୁଦ୍ଧା ବିକି ଦିଅନ୍ତି। ଜଗତର ଅନେକ ଭୌତିକ ବିଷୟକୁ ଉପଭୋଗ କରିବା ପାଇଁ ମନୁଷ୍ୟ ଆପଣା ମାନବୀୟତାକୁ ମଧ୍ୟ ବିକ୍ରି କରିଦିଏ। ଆପଣା ସ୍ୱଭାବକୁ, ଏମିତିକି ଆପଣା ଆତ୍ମୀୟତାକୁ ମଧ୍ୟ ବିକ୍ରୟ କରିଦିଅନ୍ତି। ଆମୋସଙ୍କ ସମୟରେ ଏ ପ୍ରକାର ପରିସ୍ଥିତି। 2:7 ଅନୁସାରେ ଜଣେ ପୁରୁଷ ତାହାର ପିତା ଏକ ଯୁବତୀରେ ଗମନ କରନ୍ତି। ତାମାନେ ସେମାନଙ୍କର ମାନସିକତା ମଧ୍ୟ
संपूर्ण कलुषित होइथिला। किंतु एमाने पर्व मानुथिले, बलिदान उत्सर्ग करुथिले, नियमित ईश्वरଙ୍କ विधि और विधान को अनुसरण करुथिले, केवल बाहिक भावरे, रीतिगत भावरे। स्वार्थजनक उद्देश्य रखी ईश्वर को संतुष्ट करा जाए नाही। केवल ताहा ही नुहे, आमसंग समय रे आमस 2 अध्याय 11-12 अनुसार गोटे दलर ए प्रकार लोक माने मध्य थिले जो माने ईश्वर को कर्म को सुधा कंट्रोल करने पाई चेष्टा करुथिले। 12 पदरे लिखा जाए, मात्र तुम्हें माने नासरीय लोक मानकु द्राक्षारस पान करने पाई देलो और भविष्यत वक्ता मानकु आज्ञा देई कहिलो, भविष्यत वाक्य प्रचार करो नाही। किछि लोकंको ईश्वर को सत्य वाक्य शुणिबा कर्णरे कष्ट हुए। से माने निजर इच्छा रे प्रभु को बाणी शुणिबा पाई चाहती, ईश्वर को इच्छा रे नुहे। एथि पाई स्थाने स्थाने प्रभुंकर सेवक मानकर मुख को बाध्यतामूलक बंद करा जाउछि। इस्राएलीय लोक माने मध्य तद्रूप से माने ईश्वरंकर भविष्यवाणी आवश्यक चाहिए नाही। एमाने वर्तमान रो सुखरे एते मात्रा रे माति जाइथिले जे भविष्यतर दंड को ईश्वरंक योजना को भूली गले। एमाने जानिबा पाई सुधा चेष्टा कले नाही। ख्रिस्टियान जीवन वर्तमान रो सुख भोग करिवार ही जीवन नुहे। आमे भविष्यतर आशा और भरोसा पाइबा उद्देश्य रे बंचुअछु। सदा प्रभु जो भविष्यतर स्वर्गीय पुरस्कार आम समस्त रखी अछंती, ताहाको पाइबा आशा रे आमे वर्तमान जीवन रे प्रभु को अनुसरण करी बंचुअछु। जगतर भौतिक विषय को केवल उपभोग करने पाई नुहे। आजिर परिस्थिति अनुसार लोके भौतिक विषय प्रति एते मात्रा रे आकृष्ट होइछंती जे ईश्वरंकर विषय को पाइबा शुणिबा को सुधा चेष्टा करू नाहंती। एक सावधानतार कथा प्रभु जीशु अपना जीवन काल रे जणाइले, जदि तुमे समुदाय जगत को लाभ करी जीवन हारी देबे तेबे कौन सी लाभ हेब नाई। हे पारे धन संपद आमर जीविका पाई अटे, किंतु मन रखिबा दरकार ताहा आम जीवन पाई नुहे। मो प्रिय परमेश्वरंक लोक माने आम संग समय रे एई प्रकार लोक माने नष्ट हेबाकु लागिले। सेमानंक ठारे आध्यात्मिकता नष्ट हेबाकु लागिला। एमाने एते मात्रा रे लालायित थिले जे परमेश्वरंकर वेदी सम्मुखरे परमेश्वरंकर उपासनालय रे सुधा दुष्कर्म करबाकु लागिले। आमोस 4 अध्याय 4 पदरे लिखा जाए, तुम्हें माने बैथल को जाई अपराध करो, गिलगल को जाई अपराध वृद्धि करो, आ प्रति प्रभात रे अपना अपना बलि और प्रति 3 दिन रे अपना अपनार दशमांश उत्सर्ग करो। तामाने सेही गृह रे दुष्कर्म करी अपराध करी सेठी ही प्रभु को गौरव देला परी विषय आजिर परिस्थिति रे मध्य कम नुह। लोके गिरजा घरे मध्य चेर फिंगा फिंगी होई पिटापिटी हुअंती, आउ सेठी ही परमेश्वर को उद्देश्य रे एकत्रित होइथांती। आजिर मंडली को ख्रीष्टों को शरीर बोली कहिबा ख्रीष्टों को शरीर प्रति एक अपमानर विषय हेबो। बेले बेले आमे बड़ गर्वर सहित कहि थाउ आमे ख्रीष्टोंकर शरीर। मंडली चर्च इज द बॉडी ऑफ क्राइस्ट। यह कहिबा आगरु 10 थर विवेचना करिबा दरकार जे से ख्रीष्टों शरीर केउ प्रकार शरीर थिला, जहा कि पवित्र आत्मा रे गठित
ପାପର ଲେଶ ମାତ୍ର ନଥିଲା। ଯେଉଁ ଶରୀରର ବସ୍ତ୍ରକୁ ସୁଦ୍ଧା ସ୍ପର୍ଶ କରି ରୋଗୀ ଆରୋଗ୍ୟତା ପାଉଥିଲେ, ଯେଉଁ ଶରୀର ସମ୍ପୂର୍ଣ୍ଣ ଗୌରବ ଏବଂ ଈଶ୍ୱରଙ୍କ ଶକ୍ତିରେ ପରିପୂର୍ଣ୍ଣ ଥିଲା, ସେ ଶରୀରର ମୁଖର ଲାଳ ଦ୍ୱାରା ମଧ୍ୟ ଅନ୍ଧ ଲୋକ ଦେଖିପାରିବ। ସେ ଶରୀରର ମୁଖରୁ ନିର୍ଗତ ଗୋଟିଏ ବାଣୀ ଦ୍ୱାରା ମଧ୍ୟ ସମୁଦ୍ର ପବନ ଆଜ୍ଞାବହ ହେବ। ସେହି ଶରୀରର ରକ୍ତରୁ ସମୁଦାୟ ଜଗତର ପାପମୋଚନ ହୋଇପାରିଲା। କିନ୍ତୁ ଆଜିର ମଣ୍ଡଳୀ ମଧ୍ୟରେ ରାଜନୀତି, ମଣ୍ଡଳୀ ମଧ୍ୟରେ ବ୍ୟଭିଚାରୀ ମଧ୍ୟ ବସିଥାଉଛନ୍ତି, ଚୋର ମଧ୍ୟ ବସିଥାଉଛି। ଏମିତିକି ବଡ଼ ଦୁଃଖର ସହିତ ମୁଁ କହୁଅଛି, ଅନେକ ସମୟରେ ନିଶା ଦ୍ରବ୍ୟ ତମ୍ବାଖୁ ଗୁଡ଼ାକ ସୁଦ୍ଧା ମଧ୍ୟ ଧରିକି ଲୋକେ ଗିର୍ଜା ଘରକୁ ଯାଆନ୍ତି। ବାଇବଲ ହାତରେ ଥାଉ ବା ନଥାଉ, କିନ୍ତୁ ପକେଟରେ ତମ୍ବାଖୁଟା ଥିବ। ଆଉ ଆମେ କହୁ ଆମେ ବଡି ଅଫ୍ ଖ୍ରାଇଷ୍ଟ। ଆଉ ଏତେ ଢଙ୍ଗାତ୍ମକ ଭାବରେ ଉପାସନା କରିଥାଉ ଯେ ଲୋକଙ୍କୁ ଦେଖିଲେ ଲାଗିବାର ଅଛି ଏ ବାସ୍ତବରେ ଈଶ୍ୱରଙ୍କର ଆତ୍ମାରେ ଉଦ୍ଦୀପିତ ହୋଇଅଛି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ବେଳେବେଳେ ଲୋକେ ଈଶ୍ୱରଙ୍କ ଆତ୍ମା ପାଇକି ବା ଈଶ୍ୱରଙ୍କ ଆତ୍ମା ପାଇଛୁ ବୋଲି ମଧ୍ୟ ମିଛ କୁହନ୍ତି। ହେଇପାରେ ନିଜର ଅଭ୍ୟାସଗତ ରୀତି ଅନୁସାରେ ଉପାସନା କରିଥାଇ ପାରନ୍ତି। ହେଇପାରେ ଆପଣ ଟ୍ୟାଲେଣ୍ଟ ବଳରେ ମଧ୍ୟ ଉପାସନା କରିଥାଇ ପାରନ୍ତି। ତାହା ସରଳ ଲୋକଙ୍କୁ ବୁଝା ପଡ଼ିନଥାଏ। ଆମ୍ଭର ଜୀବନ ଦେଇ ଈଶ୍ୱରଙ୍କୁ ଗୌରବ କରିବା ଦରକାର, ଢଙ୍ଗାତ୍ମକ ଉପାସନାରେ ନୁହେଁ। ଉପାସନା ମନର ହୃଦୟର ଫିଲିଂସରୁ ହୋଇଥାଏ, ଏକ୍ସାଇଟମେଣ୍ଟରୁ ହୁଏ ନାହିଁ। କିନ୍ତୁ ଆଜି ଅନେକ ମଣ୍ଡଳୀ ମାନଙ୍କରେ ଏକ୍ସାଇଟମେଣ୍ଟ ମାଧ୍ୟମରେ ଗୌରବ କରନ୍ତି। ସେ ପ୍ରକାର ଉପାସନା ଈଶ୍ୱରଙ୍କ ଦୃଷ୍ଟିରେ ଗ୍ରାହ୍ୟ ହେବ ନାହିଁ। ସଦାପ୍ରଭୁ କହିଲେ, ଆମ୍ଭେ ତୁମ୍ଭର ବଳିଦାନରେ ସନ୍ତୁଷ୍ଟ ନହୁଁ। କେଉଁ ପ୍ରକାର ଉପାସନାରେ ପରମେଶ୍ୱର ସନ୍ତୁଷ୍ଟ ହେବେ? ମୁଖ୍ୟତଃ ତିନି ଗୋଟି ବିଷୟ ବାଇବଲକୁ ଆଧାର କରି ମୁଁ ଆପଣମାନଙ୍କ ସମ୍ମୁଖରେ କହିବା ପାଇଁ ଚାହିଁବି। ଟର୍ମିନୋଲୋଜି ଅନୁସାରେ ୱାର୍ସିପ୍ ବା ଉପାସନା, ଯାହାର ଏବ୍ରି ଶବ୍ଦ ସାହା ବୋଲି ଲେଖାଯାଏ, ଯାହାର ଦୁଇ ଗୋଟି ଅର୍ଥ ଅଛି। ଗୋଟିଏ ହେଲା ବୋଡାଉନ୍, ଆଉ ଗୋଟିଏ ପ୍ରୋଷ୍ଟ୍ରେଟ୍। ବୋଡାଉନ୍ କହିଲେ ଆପଣାକୁ ଅବନତ କରିବା, ଫିଜିକାଲି ଓ ଇମୋସନାଲି। ଓ ପ୍ରୋଷ୍ଟ୍ରେଟ୍ ବା ଭୂମିଷ୍ଠ ହେବା, ତାମାନେ ଆପଣାଠାରେ ଥିବା ଅହଂଭାବ, ଗର୍ବ, ଆତ୍ମ ଅଭିମାନକୁ ସମ୍ପୂର୍ଣ୍ଣ ଅବନତ କରି ତଳେ ପକାଇ ଆପଣାକୁ ଭୂମିଷ୍ଠ, ଅର୍ଥାତ୍ ପ୍ରଭୁଙ୍କ ସମ୍ମୁଖରେ ମୋର ସ୍ଥାନ କେବଳ ଭୂମି। ଏହି ମନୋଭାବରେ ପ୍ରଭୁଙ୍କୁ ଯେବେ ଆମେ ଗୌରବ ଦେଉ, ତାହା ବାସ୍ତବିକ ଏକ ଉପାସନା ହୁଏ। Worship means bow down yourself, not only your body. ଆମେ ଉପାସନାରେ କେବଳ ଶରୀରକୁ ବ୍ୟବହାର କଲୁ, ନିଜକୁ ବ୍ୟବହାର ଯଦି ନ କଲୁ, ତାହା ଉପାସନା ହୋଇପାରିବ ନାହିଁ। ଆମେ ଯଦି ମସ୍ତକକୁ କେବଳ ନୁଆଇଲୁ, ହସ୍ତକୁ କେବଳ ହଲାଇଲୁ, ତାଳି ବଜାଇଲୁ, ନାଚିଲୁ, ଡେଇଁଲୁ, କିନ୍ତୁ ଆପଣାକୁ ଉତ୍ସର୍ଗ ଯଦି ନ କଲୁ, ତାହା ଉପାସନା ନୁହେଁ। ଉପାସନାରେ ଦେହକୁ କେବଳ ବ୍ୟବହାର କରାଯାଏ ନାହିଁ, ନିଜକୁ ବ୍ୟବହାର କରାଯାଏ। ନିଜର ମନର ଅନୁଭବକୁ, ହୃଦୟର ଉଦ୍ଦୀପନାକୁ, ହୃଦୟରେ ଥିବା ଭକ୍ତିକୁ ପରମେଶ୍ୱରଙ୍କ ଠାରେ ଉତ୍ସର୍ଗ କରାଯାଏ। ଏଣୁ ପ୍ରଭୁ କହିଲେ, ଭଗ୍ନ ଆତ୍ମା ଈଶ୍ୱରଙ୍କ ଗ୍ରାହ୍ୟ ବଳି। ଗୀତ ସଂହିତା 51:16-17 ପଦରେ ଭଗ୍ନ ଆତ୍ମା, ତାମାନେ ଆତ୍ମାର ଭଗ୍ନ ଅବସ୍ଥା କହିଲେ ଆତ୍ମାର ନିମ୍ନ ଅବସ୍ଥାକୁ ବୁଝାଏ। ପରମେଶ୍ୱରଙ୍କ ସମ୍ମୁଖରେ ଯେତେବେଳେ ଆମେ ଯାଉ,
ଆପଣାକୁ ଛୋଟ କରିବା ଦରକାର, ସାନ କରିବା ଦରକାର, ନିମ୍ନ କରିବା ଦରକାର। ଯେ ପର୍ଯ୍ୟନ୍ତ ଗୋଟିଏ ବିଷୟକୁ ଭଙ୍ଗାଯିବ ନାହିଁ ତାହା ଛୋଟ ହେଇପାରିବ ନାହିଁ, ଭୂମିଷ୍ଠ ହେଇପାରିବ ନାହିଁ। ଯଦି ଗୋଟିଏ ଘର ଅଛି ତାହାକୁ ନ ଭାଙ୍ଗିବା ପର୍ଯ୍ୟନ୍ତ ତାହା ଭୂମିଷ୍ଠ ହେବ ନାହିଁ, ଭୂମିସାତ ହେବ ନାହିଁ। ଗୋଟିଏ ବାଡ଼ିକୁ ଯେ ପର୍ଯ୍ୟନ୍ତ ଭଙ୍ଗାଯିବ ନାହିଁ ତାହା ଛୋଟ ହୋଇପାରିବ ନାହିଁ। ଏଣୁ ଈଶ୍ୱରଙ୍କ ଗୌରବ ସାଧନ କରିବା ପାଇଁ ଆପଣାକୁ ଉତ୍ସର୍ଗ କରି ନିମ୍ନ କରିବା ଆବଶ୍ୟକ ଅଟେ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ସାଉଲ ରାଜା ଥରେ ଏକ ପ୍ରକାରର ବଳିଦାନ ଉତ୍ସର୍ଗ କରି ଈଶ୍ୱରଙ୍କ ଠାରୁ ତୁଚ୍ଛୀକୃତ ହୋଇଗଲେ। ପ୍ରଥମ ସାମୁଏଲ ପୁସ୍ତକ 13 ଅଧ୍ୟାୟ 8-10 ପଦ ମଧ୍ୟରେ ଲେଖାଯାଏ, ଯେତେବେଳେ ସାଉଲ ପଲେଷ୍ଠୀୟ ମାନଙ୍କ ସମ୍ମୁଖରେ ଯୁଦ୍ଧ ପାଇଁ ବୋଲି ପ୍ରସ୍ତୁତ ହେଇକି ଅଛନ୍ତି, ତାହାଙ୍କର ବଳିଦାନର ଆବଶ୍ୟକ ପଡ଼ିଲା। କିନ୍ତୁ ସାମୁଏଲ ଭାବବାଦୀ ବିଳମ୍ବ କଲେ। ଏଣୁ କିଛି ଇସ୍ରାଏଲୀୟ ଲୋକମାନେ ଛିନ୍ନ ଭିନ୍ନ ହେବାକୁ ଲାଗିଲେ, ଯାହାକୁ ଦେଖି ସାଉଲ ଅତି ଅସ୍ତବ୍ୟସ୍ତ ହେଇଗଲେ ଓ ସେହି ବଳିଦାନକୁ ସାହସ ପୂର୍ବକ ଉତ୍ସର୍ଗ କରିଦେଲେ। ବଳିଦାନ ସାହସରେ, ଗର୍ବରେ, ଦମ୍ଭରେ ଉତ୍ସର୍ଗ କରାଯାଏ ନାହିଁ। ଏଥିପାଇଁ ଏକ ଭଗ୍ନ ଚୂର୍ଣ୍ଣ ଅନ୍ତର ଆବଶ୍ୟକ ଅଟେ। ସାଉଲଙ୍କର ବଳିଦାନରେ ପ୍ରଭୁ ଦୁଇ ପ୍ରକାର ବିଷୟ ଦେଖିଲେ। ଗୋଟିଏ କେବଳ ଫର୍ମାଲିଟି ସକାଶେ ସେ ବଳିଦାନ ଉତ୍ସର୍ଗ କରିଥିଲେ। ଇଏ ଦେଖିଲେ ଲୋକେ ବିଚ୍ଛିନ୍ନ ହେଉଛନ୍ତି, ଏଣୁ ଅବିଳମ୍ବେ ଯୁଦ୍ଧ ଆରମ୍ଭ କରିଦେବା ବୋଲି ବଳି ଉତ୍ସର୍ଗ କରିଥିଲେ। ଈଶ୍ୱରଙ୍କ ଠାରୁ ଅନୁଗ୍ରହ ପାଇବା ଆଶାରେ ତାହାଙ୍କର ଉଦ୍ଦେଶ୍ୟ ନଥିଲା। ଦ୍ୱିତୀୟତଃ, ବଳିଦାନ କରିବାର ଅଧିକାର ସାଉଲଙ୍କର ନଥିଲା। ଏବଂ ତୃତୀୟ, ବଳି କରିବା ବେଳେ ଈଶ୍ୱରଙ୍କ ଠାରେ ଆପଣାକୁ ସେ ନମ୍ର କରିନଥିଲେ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଏଥିପାଇଁ ସାଉଲ ସାରା ଜୀବନ ଜୟ ଦେଖିପାରିଲେ ନାହିଁ। ଯଦି ଆମେ ଈଶ୍ୱରଙ୍କ ସମ୍ମୁଖରେ ଆପଣାକୁ ନତ କରିଅଛୁ, ଦୁର୍ବଳ କରିଅଛୁ, ପରମେଶ୍ୱର କାହା ସମ୍ମୁଖରେ ଆମମାନଙ୍କୁ ଅବନତ କିମ୍ବା ଦୁର୍ବଳ ହେବାକୁ ଦେବେ ନାହିଁ। ଏଥିପାଇଁ ସେହି ବ୍ୟକ୍ତିଠାରେ ଆମେ ଆପଣାକୁ ଅବନତ କରିବା ଦରକାର, ଯାହାକୁ ଆମେ ସମ୍ମାନ କରୁ। କିନ୍ତୁ ସେହି ଲୋକ ଆଗରେ ଅବନତ ନ ହେବା ଦରକାର, ଯାହା ଦ୍ୱାରା ଆମେ ଆତ୍ମସମ୍ମାନକୁ ହରାଇ ବସୁଅଛୁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଈଶ୍ୱରଙ୍କ ଗ୍ରାହ୍ୟ ବଳି ଉତ୍ସର୍ଗ କରିବା ପାଇଁ ବୋଲି ଆପଣାକୁ ପ୍ରଥମେ ଭାଙ୍ଗିବା ଦରକାର। ଦ୍ୱିତୀୟତଃ, ଈଶ୍ୱର ସେହି ଉପାସନାରେ ସନ୍ତୁଷ୍ଟ ଯେଉଁ ଉପାସନାରେ ସ୍ୱର୍ଗୀୟ କର୍ମ ପ୍ରତିଫଳିତ ହୁଏ। ଭାବବାଦୀ ଯେଶାୟଙ୍କ ପୁସ୍ତକରେ ଏକ ପ୍ରକାରର ଉପବାସକୁ ପରମେଶ୍ୱର ତୁଚ୍ଛ କଲେ। 58 ଅଧ୍ୟାୟ 4 ପଦରେ ଲେଖାଯାଏ, ଦେଖ, ତୁମ୍ଭେମାନେ ବିବାଦ କଳହ ନିମନ୍ତେ ଆଉ ଦୁଷ୍ଟତା ରୂପ ମୁଷ୍ଟି ଦ୍ୱାରା ଆଘାତ କରିବା ନିମନ୍ତେ ଉପବାସ କରୁଅଛ। ତୁମ୍ଭମାନଙ୍କ ରୋବ ଊର୍ଦ୍ଧ୍ୱରେ ଯେପରି ଶୁଣାଯିବ, ଏପରି ଉପବାସ ଆଜି ତୁମ୍ଭେମାନେ କରୁନାହଁ। ତାମାନେ କିଛି ଲୋକଙ୍କର ଉପାସନା ଗିର୍ଜା ଘରର ଚାରିକାନ୍ଥ ମଧ୍ୟରେ ହିଁ ରହିଯାଇ ସ୍ୱର୍ଗ ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ। ଆମେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ଉପାସନା କରିଥାଉ। ଯଦି ତାଙ୍କ ନିକଟରେ ଆମ୍ଭର ଉପାସନା ପହଞ୍ଚି ପାରୁନାହିଁ, ତେବେ ସେହି ଉପାସନାର କିଛି ହିଁ ମୂଲ୍ୟ ରହିବ ନାହିଁ। ତୁମ୍ଭମାନଙ୍କ ରୋବ ଊର୍ଦ୍ଧ୍ୱରେ ଶୁଣାଯିବା ପରି ଉପବାସ ତୁମେ କରୁନାହଁ। ତାମାନେ ଏ ଲୋକମାନେ ଯାହା କରୁଛନ୍ତି ଊର୍ଦ୍ଧ୍ୱଗାମୀ ବିଷୟ ହେଉନାହିଁ। ଏମାନେ କେଉଁ ପ୍ରକାର ଲୋକମାନେ ଥିଲେ?
58 ଅଧ୍ୟାୟର 2 ପଦରେ ଲେଖାଯାଏ, ସେମାନେ ପ୍ରତିଦିନ ଆମ୍ଭର ଅନ୍ୱେଷଣ କରନ୍ତି। ତାମାନେ ଏମାନେ ପ୍ରଭୁଙ୍କର ଅନ୍ୱେଷୀ ମାନେ ଅଟନ୍ତି। ଆମ୍ଭର ପଥ ବିଷୟ ଜାଣିବାକୁ ସନ୍ତୁଷ୍ଟ ହୁଅନ୍ତି। ସେମାନେ ଧର୍ମ ବିଧାନ ବିଷୟ ଆମ୍ଭକୁ ପଚାରନ୍ତି, ପରମେଶ୍ୱରଙ୍କ ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି। ଦେଖିବାକୁ ଗଲେ, ଆମର ଚିନ୍ତାଧାରା ଅନୁସାରେ ବୁଝିବାକୁ ଗଲେ, ଏ ଲୋକମାନେ ତ ଭଲ ଲୋକମାନେ ଥିଲେ। ଏମାନେ ନିୟମିତ ପରମେଶ୍ୱରଙ୍କର ଅନ୍ୱେଷଣ କରୁଛନ୍ତି, ଈଶ୍ୱରଙ୍କ ବିଷୟ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି, ପ୍ରଭୁଙ୍କ ଘରକୁ ଯିବା ପାଇଁ କଦାପି ଏମାନେ ନାସ୍ତି କରନ୍ତି ନାହିଁ। ଏ ପ୍ରକାର ଲୋକମାନଙ୍କର ବଳିଦାନ କିନ୍ତୁ ସ୍ୱର୍ଗ ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ। ଯେହେତୁ ଏମାନେ ଉପାସନା ଓ ଉପବାସ ସିନା କରୁଥିଲେ, କିନ୍ତୁ ଏମାନଙ୍କର ଉପବାସରେ ସ୍ୱର୍ଗୀୟ ବିଷୟର ପ୍ରତିଫଳନ ନଥିଲା। କେବଳ ବିବାଦ ଓ କଳହ ନିମନ୍ତେ, ବାଦାନୁବାଦ ନିମନ୍ତେ ଏମାନେ ବାକ୍ୟ ପାଆନ୍ତି, ଉପାସନା କରନ୍ତି। ଆଜିର ଯୁଗରେ ଗୋଟିଏ ବିଷୟ ପରିଲକ୍ଷିତ ହେଉଅଛି, ଲୋକେ ଜ୍ଞାନକୁ ଧରି କମ୍ପିଟିସନ୍ କରନ୍ତି, ବାକ୍ୟକୁ ଧରି କମ୍ପିଟିସନ୍ କରନ୍ତି। ସେଥିପାଇଁ ଦୁଇ ଗୋଟି ମଣ୍ଡଳୀ ମଧ୍ୟରେ ବେଳେବେଳେ ବାକ୍ୟକୁ ଆଧାର କରି କେବଳ କାଦୁଅ ଫିଙ୍ଗା ଫିଙ୍ଗି ଚାଲିଥାଏ। ଲୋକେ ସେ ଲୋକକୁ ଦୋଷାରୋପ କରନ୍ତି, ସେ ଲୋକ ଏ ଲୋକକୁ ଦୋଷାରୋପ କରୁଥାଏ। ସବୁଦିନ କିଛି ନୂଆ ବାଇବଲ ପଦପର୍ବ ଅନ୍ୱେଷଣ କରାଯାଉଅଛି, କାହାକୁ ବିବାଦ କରି ହରାଇବା ପାଇଁ। ଏହି ପ୍ରକାର ଉପାସକ ମାନଙ୍କର ଉପବାସ କି ସ୍ୱର୍ଗରେ ଗ୍ରାହ୍ୟ ହେବ? ଏଣୁ ପ୍ରଭୁ କହିଲେ, 5 ପଦରେ ଲେଖାଯାଏ, ଯେଶାଇୟ 58:5, ଏହି ପ୍ରକାର ଉପବାସ ମନୁଷ୍ୟ ଆପଣା ପ୍ରାଣକୁ କ୍ଲେଶ ଦେବା ନିମନ୍ତେ ଏହି ପ୍ରକାର ଦିନ ଆମ୍ଭେ କ'ଣ ମନୋନୀତ କରିଅଛୁ? ନଳବୃକ୍ଷ ପରି ମସ୍ତକ ନୁଆଇବାର, ପୁଣି ଚଟ ବସ୍ତ୍ର ଓ ଭସ୍ମ ଆପଣା ତଳେ ବିଛାଇବାର, ଏହାକୁ ତୁମ୍ଭେ ଉପବାସ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କି ଗ୍ରାହ୍ୟ ଦିନ ବୋଲି କହିବ? ତାମାନେ କେବଳ ବାହିକ ଭାବରେ ଶରୀରକୁ ନଳବୃକ୍ଷ ପରି ନୁଆଇ ଦେଲେ, କିମ୍ବା ଶରୀରକୁ ବ୍ୟବହାର କରି ଆମେ ବିଭିନ୍ନ ଢଙ୍ଗାତ୍ମକ ଭାବରେ ଅଭିନୟ କରିଦେଲେ ଉପାସନା ହେଇଯାଏ ନାହିଁ। ମୋର ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପରମେଶ୍ୱର ଆଉ ଅନ୍ୟ କିଛି ଚାହାନ୍ତି। ତା ତଳ ଅଂଶରେ ଉପବାସର ବାସ୍ତବିକତାକୁ ପ୍ରଭୁ ବର୍ଣ୍ଣନା କଲେ। ଲେଖାଗଲା, ଦୁଷ୍ଟତା ରୂପ ବନ୍ଧନ ଫିଟାଇ ଦେବାର, ଜୁଆଳିର ବନ୍ଧନ ମୁକ୍ତ କରିବାର, ପ୍ରତ୍ୟେକ ଜୁଆଳି ଭଗ୍ନ କରିବାର, କ୍ଷୁଦିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର ଓ ତାଡ଼ିତ ଦୁଃଖୀ ଲୋକକୁ ଆପଣା ଗୃହକୁ ଆଣିବାର, ତୁମ୍ଭେ ଉଲଙ୍ଗକୁ ଦେଖିଲେ ବସ୍ତ୍ର ପିନ୍ଧାଇବାର, ତୁମ୍ଭ ନିଜ ବଂଶୀୟ ଲୋକଙ୍କ ଠାରୁ ଆପଣାକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେ କି ମନୋନୀତ କରିନାହୁଁ। ତାମାନେ ପରମେଶ୍ୱରଙ୍କର ଦୃଷ୍ଟିରେ ଉପାସନା, ଉପବାସ ସ୍ୱର୍ଗୀୟ ଆଧ୍ୟାତ୍ମିକ ବାସ୍ତବିକ ବିଷୟ ସଂଯୁକ୍ତ ହେଇଥିବା ଦରକାର। ଆଉ ସେହି ପ୍ରକାର ଉପାସନାରେ ପରମେଶ୍ୱର ସନ୍ତୁଷ୍ଟ ହେବେ। ବେଳେବେଳେ କିଛି କିଛି ଲୋକ ଓଜନ କମାଇବା ପାଇଁ ମଧ୍ୟ ଉପବାସ କରନ୍ତି, ତାହା ଡାଇଟିଂ ବୋଲି କୁହାଯାଏ। ଯଦି ଆପଣ ସେହି ଉଦ୍ଦେଶ୍ୟରେ ଫାଷ୍ଟିଂ କରିବେ, କେବଳ ଓଜନ କମିବ, ସ୍ୱର୍ଗୀୟ ବିଷୟ କିଛି ହେଲେ ଲାଭ ହେବ ନାହିଁ। ଉପବାସ କେବଳ ନିଜେ ନ ଖାଇକି ରହିବା ତାହା ନୁହେଁ, କିନ୍ତୁ ଏକ କ୍ଷୁଧା ଉଦରକୁ ତୃପ୍ତ କରିବା ଅଟେ। ଏଣୁ ଏପ୍ରି ପୁସ୍ତକରେ ମଧ୍ୟ ଲେଖାଯାଏ, ପରୋପକାର ଓ ଦାନ କରିବାରେ ପାସର ନାହିଁ। ଏହା ଈଶ୍ୱରଙ୍କ ଦୃଷ୍ଟିରେ ଯୁକ୍ତିଯୁକ୍ତ ଉପାସନା ଅଟେ। ଯୀଶୁ କହିଲେ ମାଥ୍ୟୁ 5:16, ତୁମ୍ଭର ଆଲୋକ ଅନ୍ୟ ନିକଟରେ ପ୍ରକାଶ ପାଉ, ଯେପରି ତୁମ୍ଭମାନଙ୍କର ସତ୍କର୍ମ ଦେଖି ଅନ୍ୟମାନେ ଈଶ୍ୱରଙ୍କର ଗୌରବ କୀର୍ତ୍ତନ କରିବେ। ଆମ୍ଭର କର୍ମ ଦ୍ୱାରା ଈଶ୍ୱରଙ୍କ ସ୍ୱର୍ଗୀୟ ବିଷୟ ପ୍ରତିଫଳିତ ହେଉ।
ଈଶ୍ୱରଙ୍କର ଗୌରବ କେବଳ ମୁଖରେ ନୁହେଁ, ହସ୍ତରେ ନୁହେଁ, ଆମମାନଙ୍କର କର୍ମରେ ମଧ୍ୟ ସାଧନ କରାଯିବା ଦରକାର। ଏବଂ ଶେଷ କଥା କହି ମୁଁ ସମାପ୍ତ କରିବା ପାଇଁ ଚାହିଁବି। ରୋମିଓ 12 ଅଧ୍ୟାୟର ପ୍ରଥମ ବାକ୍ୟ। ଅତଏବ ହେ ଭାଇ ଓ ଭଉଣୀମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା। ଆପଣା ଶରୀରକୁ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ତାମାନେ ଆମ୍ଭର ଶରୀର ଏହା ସାଧାରଣ ନୁହଁ, ଏହା ଈଶ୍ୱରଙ୍କର ବଳି ଉଦ୍ଦେଶ୍ୟରେ ଏକ ନୈବେଦ୍ୟ ଅଟେ, କିନ୍ତୁ ତାହା ସଜୀବ ହୋଇଥିବା ଦରକାର। ପାଉଲ କହିଲେ ଆପଣା ଶରୀରକୁ ସଜୀବ କର, ତାମାନେ ସେ କ'ଣ ନିର୍ଜୀବ ମଣିଷମାନଙ୍କୁ ପତ୍ର ଲେଖିଲେ କି? ନୁହଁ। ଏମାନେ ଜୀବିତ ସିନା ଥିଲେ, କିନ୍ତୁ କେଉଁଠି ନା କେଉଁଠି ସେମାନଙ୍କର ଶରୀରରେ ନିର୍ଜୀବତା ପ୍ରକାଶ ପାଉଥିଲା। ମରଣ କହିଲେ ଦୁଇ ପ୍ରକାରର ବିଷୟ ଅଟେ। ଗୋଟିଏ ମରଣ ଯାହା ଜଗତରେ ଚଳି ଆସିଅଛି, ଦେହ ତ୍ୟାଗର ବିଷୟ। ମନୁଷ୍ୟ ଆପଣା ଅସ୍ତିତ୍ୱ ହରା ହେବା ପାଇଁ ଯେଉଁ ମରଣ ଆସେ, ତାହା ଆମେ ସମସ୍ତେ ଜାଣିଅଛୁ। ତାହା ପ୍ରତ୍ୟେକ ମନୁଷ୍ୟମାନଙ୍କଠାରେ ରହିଛି, ରହିଥିବ। କିନ୍ତୁ ଆତ୍ମିକ ଜୀବନରେ ଆଉ ଏକ ମରଣ ଅଛି। ଶରୀର ହାଟ୍ଟାକାଟା ଥାଇ ମଧ୍ୟ ନିର୍ଜୀବ ହୋଇକି ରହିଥାଏ। ଯେତେବେଳେ ସେହି ଅପବ୍ୟୟ ପୁତ୍ର ଆପଣା ପିତାଙ୍କ ଠାରୁ ସମ୍ପତ୍ତି ପ୍ରାପ୍ତ ହୋଇ ପିତାଙ୍କ ଘର ତ୍ୟାଗ କରି ଦୂର ଦେଶକୁ ଯାଇ କଦାଚାରୀ ହୋଇଗଲା, ସେ ଯେତେବେଳେ ଅନୁତପ୍ତ ହୋଇ ଫେରିଲା, ତାହାର ବାପା ଗୋଟେ କଥା କହିଲେ, ମୋହର ପୁତ୍ର ହଜି ଯାଇଥିଲା, ସେ ମିଳିଲା, ସେ ମରି ଯାଇଥିଲା ଆଉ ବଞ୍ଚିଲା। ତାମାନେ ମରଣ କହିଲେ କେବଳ ଶାରୀରିକ ଦେହତ୍ୟାଗର ବିଷୟ ନୁହେଁ। ଯଦି ଆମେ ଈଶ୍ୱରଙ୍କ ଠାରୁ ପୃଥକ ହେଇକି ଅଛୁ, ତାହାଙ୍କ ଦତ୍ତ ସ୍ୱର୍ଗୀୟ ଅନୁଗ୍ରହର ବିଷୟ ସବୁକୁ କଦାଚାରରେ ଯଦି ନଷ୍ଟ କରିଛୁ, ତେବେ ତାହା ମଧ୍ୟ ଆତ୍ମିକ ଜୀବନର ଗୋଟେ ମରଣ ଅଟେ। ରୋମିଓ 8:13 ଲେଖାଯାଏ, ଯଦି ଶାରୀରିକ ଭାବାନୁସାରେ ତୁମ୍ଭେମାନେ ଜୀବନ ଯାପନ କର, ତେବେ ଅବଶ୍ୟ ମରିବ। ତାମାନେ ମରଣ କହିଲେ ଶାରୀରିକ ଅଭିଳାଷପୂର୍ଣ୍ଣ ଜୀବନକୁ ମରଣ ବୋଲି କୁହାଯାଏ, ଯେଉଁଠାରେ କେବଳ ଶାରୀରିକ ସନ୍ତୁଷ୍ଟି ସକାଶୁ, ଶାରୀରିକ ତୃପ୍ତି ସକାଶୁ ହିଁ ଚେଷ୍ଟା କରାଯାଏ। ତାହାକୁ ସଜୀବ କରିବା ପାଇଁ ଗୋଟିଏ ବିଷୟର ଆବଶ୍ୟକତା ଅଛି, ଈଶ୍ୱରଙ୍କର ଆତ୍ମା। ରୋମିଓ 8:13 ଶେଷ ଅଂଶ ମାନଙ୍କରେ ଲେଖାଯାଏ, ଯଦି ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଶରୀରର କର୍ମ ସବୁକୁ ବିନାଶ କର, ତେବେ ସଜୀବ ହେବ। ତାମାନେ ଶାରୀରିକ ସଜୀବତା ସକାଶୁ ପରମେଶ୍ୱରଙ୍କର ଆତ୍ମା ଦରକାର। ଯେତେବେଳେ ମନୁଷ୍ୟ ମାଟିର ପୁତୁଳା ହେଇକି ଥିଲା, ପରମେଶ୍ୱର ତହିଁ ମଧ୍ୟରେ ପ୍ରାଣବାୟୁ ଫୁଙ୍କିଲେ। ପ୍ରାଣବାୟୁ କହିଲେ ଏବ୍ରି ବାଇବଲ ଅନୁସାରେ ତହିଁରେ ରୁଆ ଶବ୍ଦ ବ୍ୟବହାର କରାଯାଏ, ଯାହାର ଅର୍ଥ ହୋଲି ସ୍ପିରିଟ୍। ତାମାନେ ସେହି ନିର୍ଜୀବ ଧୂଳିରେ ପ୍ରସ୍ତୁତ ହୋଇଥିବା ସେହି ଡୋଲ ମଧ୍ୟରେ ପରମେଶ୍ୱର ଯେତେବେଳେ ପ୍ରାଣବାୟୁ ଫୁଙ୍କିଲେ, ତାହା ଜୀବିତ ପ୍ରାଣୀ ହେଲା। ତାମାନେ ଶରୀରରେ ଜୀବନ ଆସିଲା। ଅର୍ଥାତ୍ ଶାରୀରିକ ସଜୀବତା ସକାଶୁ ପରମେଶ୍ୱରଙ୍କର ଆତ୍ମା ଦରକାର। ଏଣୁ ବାଇବଲରେ ଲେଖାଯାଏ, ପବିତ୍ର ଆତ୍ମା ତୁମ୍ଭର ଶରୀରରେ ବାସ କରନ୍ତି। ଶରୀର ଈଶ୍ୱରଙ୍କର ଏକ ଘର ଅଟେ, ମନ୍ଦିର ଅଟେ। ଯଦି ଆତ୍ମା ନଥିବ, ପବିତ୍ର ଆତ୍ମା ନଥିବେ, ତେବେ ତାହା ଏକ ଧୂଳି ପରି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଧୂଳିର କୌଣସି ମୂଲ୍ୟ ନଥାଏ।
ଲୋକେ ଧୂଳି ଉପରେ କୁଦିବା ପାଇଁ ଦୁଃଖିତ ହୁଅନ୍ତି ନାହିଁ କିମ୍ବା ଧୂଳିକୁ ଆଣି ଆପଣା ଘରେ ରଖନ୍ତି ନାହିଁ, ଧୂଳିକୁ ସମ୍ମାନ ଦିଅନ୍ତି ନାହିଁ। ଯାହା ଘରେ ମଧ୍ୟ ଧୂଳି ପଶିଛି ସେ ମା ମାନେ ବଡ଼ କ୍ରୋଧର ସହିତ ତାହାଙ୍କର ଗୋଟେ ଅସ୍ତ୍ର ଥାଏ, ସେ ଅସ୍ତ୍ର ଧରିକି ବାହାର କରନ୍ତି। ଯେହେତୁ ଧୂଳିର ସ୍ଥାନ ଗୃହ ମଧ୍ୟରେ ନୁହେଁ, ସେମିତି ଆତ୍ମାହୀନ ଜୀବନ ଈଶ୍ୱରଙ୍କ ଗୃହ ମଧ୍ୟରେ ରହିବା ପରି ଜୀବନ ନୁହେଁ। ପବିତ୍ର ଆତ୍ମାଙ୍କ ଦ୍ୱାରା ସଜୀବତା ଆସିଥାଏ। ଏଣୁ ମୁଁ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ, ଈଶ୍ୱରଙ୍କର ବାସ୍ତବିକ ଉପାସନା, ସୁଗ୍ରାହ୍ୟ ଉପାସନା କରିବା ପାଇଁ ଆପଣା ଶରୀରରେ ଈଶ୍ୱରଙ୍କର ଆତ୍ମାଙ୍କର କର୍ମ ସକଳକୁ ସାଧନ କରିବା ପାଇଁ ଚେଷ୍ଟା କରନ୍ତୁ। ଶାରୀରିକ ଜୀବନକୁ ପବିତ୍ର ରଖିବା ଦରକାର। ଯେହେତୁ ଏ ଶରୀରକୁ ପରମେଶ୍ୱର ତାହାଙ୍କର ରୁଧିର ଦେଇକି କ୍ରୟ କରିଛନ୍ତି, ସେଥିପାଇଁ ପ୍ରଥମ କରନ୍ତେ 6:20 ଲେଖାଯାଏ, ଆପଣା ଶରୀରରେ ଈଶ୍ୱରଙ୍କ ଗୌରବ ସାଧନ କର। କେବଳ ମୁଖରେ ଈଶ୍ୱରଙ୍କର ଗୌରବ ସାଧନ ନ କରି ଆପଣା ଶରୀରରେ ତାହାଙ୍କର ଗୌରବ ସାଧନ କରିବା ଦରକାର। ଏଣୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମେ ବାହିକ ଭାବରେ ଲୋକ ଦେଖାଣିଆ ଉପାସନାକୁ ଛାଡ଼ି ଈଶ୍ୱର ଯାହା ଚାହୁଁଛନ୍ତି ସେ ପ୍ରକାର ଉପାସନା କରି ଈଶ୍ୱରଙ୍କ ଗୌରବକୁ ସାଧନ କରିବା। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।